এটা ভুবনেশ্বর রাজধানী কে আছে রাজধানী কে আসছেন হ্যাঁ। মানে ଯିବେ କୁଆଡ଼େ এটা জিমা ভগবানଙ୍କ নিকে ପୁରୀ ଧାମକୁ ହଁ। କାଳିଆକୁ ଦର୍ଶନ କରିବା ପାଇଁ କାଲିକେ କାଳିଆକୁ ଦର୍ଶନ କରିବେ ହଁ। ଜଗନ୍ନାଥଙ୍କୁ ହଁ ଜଗନ୍ନାଥ କେତେ ଦିନ ଆଗରୁ ଆସିଛନ୍ତି এটা 2 ଦିନ ଆଗରୁ 2 ଦିନ କାଳିଆକୁ ଦର୍ଶନ ରଥଯାତ୍ରା ଦେଖା କରିବାକୁ ରଥଯାତ୍ରା ଦେଖିବା। ଯାହା ହଉ ଏତିକି ଆପଣଙ୍କର ଅଛି ଆମେ ତ ପାଖରେ ରହିକି ଦେଖା କରିପାରୁନୁ ହଁ। ଯାଇପାରୁନୁ ସୁବିଧା ଥାଇକି ଆପଣ ଅସୁବିଧାରେ ଏତେ ବାଟ ଆସିଛନ୍ତି ହଁ। ମୁଁ ଆପଣଙ୍କୁ କୋଉ ଭଳିଆ ଭାବରେ ଧନ୍ୟବାଦ ଦେବି ସେଇଟା ବି ମୁଁ ବୁଝିପାରୁନି ହଁ। ଆଉ ସେଇଟା ଡୋରି ନହେଲେ କାଳିଆଙ୍କର ହଁ। ସେତିକି ଆଶୀର୍ବାଦ ନହେଲେ କେବେ କୋଉଠି ହେଇପାରିବନି ହଁ ଆଉ ଜଗନ୍ନାଥଙ୍କର ଡୋରି ନା ଲାଲେ ହବନି ହଁ ଆଉ ଦିନ ବେলা ଶୁଇଲି କାଲି 3টাରେ ଉଠି ପଡ଼ିଲି ଭଗବାନ ନିବ ଆରେ ତୋର ତ ଯିବାର ଅଛି ତୋର ଲେଟ୍ ହେଇଯିବା ତୁଇ ଜଲ୍ଦି ଉଠ ଦିଟା ବୋଲିକିରି କହିଲେ ସାଙ୍ଗେ ସାଙ୍ଗେ ଉଠିଲି ଚାଲି ଆସିଲେ ହଁ 8টাରେ ଏଇଟା ମୁଁ ବସିକିରି ଆସିଲି ସେତିକି ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ ଉଠି ପାରିନଥାନ୍ତେ ହଁ କାହିଁକି ନା ସେତିକି ଅଛି ତାଙ୍କର ବାହାରକୁ ତାଙ୍କର ଯେଉଁ ସମାବେଶ ବାହାରକୁ ଆସୁଛନ୍ତି ସେ ସମାବେଶରେ ଆପଣ ଯୋଗଦାନ ଦେବା ପାଇଁ ଆପଣଙ୍କୁ ଜଗନ୍ନାଥ ହିଁ ଉଠେଇକି ଆଣିଛନ୍ତି ହଁ ବୁଝିଲେ ନହେଲେ ଏ ଜିନିଷ ହୁଏନି ହୁଏନି, ଆଉ ହୁଏନି। ପୁରୀରେ ଯେଉଁ ଲୋକମାନେ ଥାଆନ୍ତି ନିଜ ଲୋକାଲ ଲୋକ ହଁ। ସିଏ ଜଗନ୍ନାଥକୁ ବର୍ଷକରେ 4 ଥର ବି ଦର୍ଶନ କରିପାରନ୍ତିନି କରିପାର କାହିଁକି ତାଙ୍କର ସବୁ ସମୟ କାମ ଆଉ ବିଭିନ୍ନ ପ୍ରକାର ଲାଗିଛି ଆଉ ଯୋଗ ହୁଏନି ହଁ ଆଉ ଯାହା ହଉ ଆପଣ ସୋନପୁରରୁ ପଶ୍ଚିମ ଓଡ଼ିଶାରୁ ଆସିଛନ୍ତି ମୁଁ ଆପଣଙ୍କୁ କେଉଁ ଭଳିଆ ଭାବରେ ଧନ୍ୟବାଦ ଦେବି ସେଇଟା ବି ମୁଁ ବୁଝିପାରୁନି ସେ କାଳିଆ ହିଁ ଆପଣଙ୍କୁ ଆଶୀର୍ବାଦ କରିବା ସକାଶେ ଆପଣ ଏଇଠି ଜାଗାକୁ ଆସିପାରିଛନ୍ତି କିନ୍ତୁ ଗାଡ଼ି ମଟର ସୁବିଧା ସବୁ ଅଛି ମୋ ବସ୍ ସୁବିଧା ଅଛି ଆପଣ ଯାଆନ୍ତୁ ଶାନ୍ତିରେ ଦର୍ଶନ କରି ଆପଣ ଭ୍ରମଣ କରି ଠାକୁର ଦର୍ଶନ କରି ଆସିବେ ବୁଝିଲେ ଏଇଟା ମୋର ବି ବହୁତ ଆଶା ଅଛି ଆପଣ ଜଗନ୍ନାଥ ପ୍ରେମୀ ଜଣେ ହଉ ଠିକ୍ ଅଛି ବୁଝିଲେ ମୁଁ ଆଶା କରୁଛି ଜଗନ୍ନାଥ ଆପଣଙ୍କର ଆଶା ପୂରଣ ସବୁବେଳେ ପାଇଁ ଏମିତି କରିଥାନ୍ତୁ ଆଉ ସବୁବେଳେ ଏମିତି ପ୍ରତ୍ୟେକ ବର୍ଷ ଆପଣଙ୍କ ଗାଁ ଲୋକଙ୍କୁ ନେଇକି ଆସନ୍ତୁ ହଉ ଠିକ୍ ଏଇ ବର୍ଷ ଯାଆନ୍ତୁ ଜଗନ୍ନାଥ ଜଗାକୁ କହିବେ ଜଗା ମୋତେ ଆଶୀର୍ବାଦ କରେ ମୁଁ କେମିତି ଆଗାମୀ ଦିନରେ ମୋ ଗାଁ ଲୋକମାନଙ୍କୁ ସମସ୍ତଙ୍କୁ ନେଇକି ଆସିବି ମୋତେ ଆଶୀର୍ବାଦ କରେ ବୁଝିପାରିଲେ ହଉ ଠିକ୍ ଅଛି ନମସ୍କାର ଭାଇ ରହିଲି ହଁ